तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत्। ॐ नमो भगवते श्रीअरविन्दाय। ॐ नमो भगवते श्रीअरविन्दाय। ॐ नमो भगवते श्रीअरविन्दाय। ॐ नमो नमः श्रीमीराम्बिकायै। ॐ नमो नमः श्रीमीराम्बिकायै। ॐ नमो नमः श्रीमीराम्बिकायै। ଜ୍ଞାନ 10 ଆପଣ ଏଠି ଏଇ ଯୋଉ ଜ୍ଞାନ 9 ଭିତରେ କାହାର କିଛି ମାଇକ୍ ଅନ୍ କରି କହୁନାହାନ୍ତି, କାହାର ଦାୟ ନାହିଁ ବୋଧେ, ଶୁଭା ଯାଉନି? ଶୁଭା ତ ହଉ। ଏଥିରେ ଯେତିକି କଥା କୁହାହେଲା ଆମେ ଦେଖିବେ ଅନେକ ସାଧୁ ମହାତ୍ମା ମାନେ ଅଛନ୍ତି, କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଦେଖନ୍ତୁ। ସିଏ ସେତେବେଳେ ତ ଗୁରୁକୁଳ ଆଶ୍ରମ ଥିଲା ଏବଂ ଯୋଉମାନେ ସାଧାରଣତଃ ଆଚାର୍ଯ୍ୟ ହଉଥିଲେ ସେମାନେ କୌଣସି ଏକ ଗୁରୁକୁଳରେ ରହୁଥିଲେ ବା ନିଜେ ବି ଜଣେ ଜଣେ ଗୁରୁକୁଳ କରୁଥିଲେ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଥିଲେ ତକ୍ଷଶିଳା ଭଳିଆ ଯୋଉଟା ମହାନ ବିରାଟ ଗୁରୁକୁଳ, ଯୋଉଠି କି ଦେଶ ଦେଶାନ୍ତରରୁ ଅନେକ ବିଦ୍ୟାର୍ଥୀ ମାନେ ଆସି ରହୁଥିଲେ ଏବଂ ଶିକ୍ଷା ଲାଭ କରୁଥିଲେ। ତା ଭିତରେ ସେମାନଙ୍କର ଚିନ୍ତା କରନ୍ତୁ, ଭଗବତ ନିର୍ଦ୍ଦେଶରେ ପ୍ରେରିତ ହେଇ କାର୍ଯ୍ୟ କରିବାର ଏକ ପୁଣି କାମଟା ପୁଣି କଣ, ଯେତେବେଳେ ସବୁ କୁହା ହଉଛି ଯେ ଭଗବାନଙ୍କ କାମ କହିଲେ କେବଳ ହଉଛି କୋଉଟା ନା ତପସ୍ୟା କର, ତପସ୍ୟା କରି ମୁକ୍ତ ହେଇଯାଅ, ଭଗବାନ ସହିତ ଏକୀଭୂତ ହେଇଯାଅ, ନିର୍ବାଣ ପ୍ରାପ୍ତି କର କିମ୍ବା ମୁକ୍ତି ପାଇଯାଅ। ଏ ଯୋଉ ସେ ସମୟ ଭିତରେ ବି କର୍ମକୁ ପ୍ରାଧାନ୍ୟ ଦେଇ ଦେଶ ମାତୃକାକୁ ସେ ଯୋଉ ବଞ୍ଚେଇବା ପାଇଁ ଗଲେ ଆଚାର୍ଯ୍ୟ ଚାଣକ୍ୟ, ତାର ଆପଣ ଦେଖିବେ ଶ୍ରୀଅରବିନ୍ଦ କହୁଛନ୍ତି ଆମର ବ୍ୟକ୍ତିର ଯେମିତି ଜଣଙ୍କର ଆତ୍ମା ରହିଛି ସେମିତି ଗୋଟେ ଦେଶର ବି ଆତ୍ମା ରହିଛି ଏବଂ ସିଏ ତାର ମଧ୍ୟ ସ୍ଥିର ହେଇଥାଏ ସିଏ କୋଉ କାର୍ଯ୍ୟ କରିବ କୋଉ କାର୍ଯ୍ୟ କରିବନି, କୋଉ ସମୟରେ କେତେ ଅଗ୍ରଗତି ହବ, ଇ ଯୋଉ ତାର ବି ଅଗ୍ରଗତି ରହିଛି, ସିଏ ବି ପରିପ୍ରକାଶ କରେ ନିଜକୁ। ତେଣୁ ତାର ବି ଦେଶର ବି ଏକ ଆତ୍ମା ରହିଛି। ସେଇ ଦେଶର ଆତ୍ମାକୁ ଯଦି କିଏ ତାର ଯୋଉ ଭୁଜା ରହିଛି ସବୁ ତାର ଯୋଉ ପରିପ୍ରକାଶ ରହିଛି ତାକୁ ଯଦି ବାହ୍ୟ ଶତ୍ରୁ ଆସି ଆକ୍ରମଣ କରନ୍ତି ଏବଂ ତାକୁ ଯଦି ଖଣ୍ଡ ବିଖଣ୍ଡିତ କରନ୍ତି, ତେବେ ଦେଶର ଯୋଉ ଆତ୍ମା ସେ ଯୋଉ ପ୍ରକାଶ କରିବାକୁ ଚାହିଁଛି ଭଗବାନଙ୍କୁ ପରମକୁ ପରିପ୍ରକାଶ କରିବ,
ତାହା ସେ ପରିପ୍ରକାଶ କରେ ପାରେ ନାହିଁ। ସେତେବେଳେ ଦେଶ ମାତୃକାର ରକ୍ଷା ପାଇଁ ଆତ୍ମାର ଆହ୍ୱାନରେ ଆଚାର୍ଯ୍ୟ ଚାଣକ୍ୟ ନିଜେ ଗୋଟିଏ ସଂକଳ୍ପ ନେଇକି ଆସିଛନ୍ତି, କଣ? ଦେଶ ମାତୃକାକୁ ବଞ୍ଚେଇବେ। ବାହ୍ୟ ଶତ୍ରୁ ଯୋଉ ମୋଗଲ ମାନେ ଆସିବେ ଏବଂ ଯୋଉ ଆକ୍ରମଣ କରି ଯୋଉ ପ୍ରକାରର ଯାହା ଆମେ କରି ସାରିଛନ୍ତି, ଆପଣ ମାନେ ଆମେ ସମସ୍ତେ ତାର ପରିଣାମ ଅଲରେଡି ଶୁଣୁଛୁ, ଦେଖୁଛୁ। ଯୋଉମାନେ ବୟସ ଅଧିକ ଥିଲେ ସେତେବେଳେ ସେମାନେ କେବଳ ଇଂରେଜ ମାନଙ୍କୁ ତାଙ୍କର ଅତ୍ୟାଚାର ଦେଖିଛନ୍ତି। ତା ପୂର୍ବରୁ ମୋଗଲ ମାନଙ୍କର ଯୋଉ ପ୍ରକାରର ସବୁ ଆକ୍ରମଣ ହେଇଛି, କେବଳ ମୋଗଲ ନୁହଁ ଅନେକ ଆକ୍ରମଣ ହେଇଛି। କିନ୍ତୁ ସେ ସମୟରେ ଯୋଉ ବିରାଟ ଆକ୍ରମଣକୁ ରକ୍ଷା କରିବା ପାଇଁ ଚାଣକ୍ୟ ଯେତେବେଳେ ଶପଥ କରିଛନ୍ତି, ଚିନ୍ତା କରନ୍ତୁ ସେତେବେଳେ ଯେମିତି କହନ୍ତିନି କାୟ ମନ ବାକ୍ୟରେ କେବଳ ତାଙ୍କର ଗୋଟିଏ ରହିଲା ଉଦ୍ଦେଶ୍ୟ, କଣ? ଯେ ଅତ୍ୟାଚାରୀ ଏବଂ କେବଳ ଭୋଗ ବିଳାସରେ ବ୍ୟସ୍ତ ହେଇ ରହିଥିବା ରାଜା ଧନାନନ୍ଦକୁ କିପରି ଗାଦିଚ୍ୟୁତ କରାଇବି ଏବଂ ତା ସ୍ଥାନରେ ଏକ ଉତ୍ତମ ଶାସକ ଯିଏ କେମିତି ପରିଚାଳିତ କରିବ, କେବଳ ରାଜା ହିସାବରେ ନୁହଁ, କେବଳ ଗୋଟେ ଅଞ୍ଚଳର ମାଲିକ ନୁହଁ, ଯିଏ ଅନ୍ତରାତ୍ମା ଦ୍ଵାରା ପରିଚାଳିତ ହେଇ ସମଗ୍ର ମାନବ ଜାତିର ଉତ୍ଥାନ ନିମନ୍ତେ କାର୍ଯ୍ୟ କରିବ। ଏକ ଅଖଣ୍ଡ ଭାରତ ବର୍ଷ ଯୋଉ ପ୍ରତିଷ୍ଠା ସେ କରିଲେ, ସେ ଯୋଉ ସଂକଳ୍ପ, ସେ ସଂକଳ୍ପଟି ଆମକୁ ବାହାରୁ ଲାଗୁଥାଇପାରେ ଯେ ଗୋଟେ ଜିଦି ଭଳିଆ, କିନ୍ତୁ ସେ ଜିଦି ନଥିଲା, ସେଟା ଥିଲା ଦେଶର ଯୋଉ ଆତ୍ମା ରହିଛି ତାର ଡାକ ସେ ଶୁଣିଥିଲେ। ତେଣୁ ଏଠି ଗୋଟେ ଆଉ ଏକ ଦିଗ ଯେ ଦେଶରେ ବି ଆତ୍ମା ରହିଛି, ସେ କଥା ଆମେ ଅନ୍ୟ ଜାଗାରେ ଶ୍ରୀ ପ୍ରଭୁ ଯୋଉ ବର୍ଣ୍ଣନା କରିଛନ୍ତି ତାହା ଆମେ ଶୁଣିଥିବା ପାର୍ଶ୍ୱକ୍ୟରେ, କିନ୍ତୁ ଏଇଟା ଗୋଟେ ଉଦାହରଣ ହଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ, ଯିଏକି ଦେଶର ଆତ୍ମାର ଡାକ ଶୁଣି ତାକୁ ଅଖଣ୍ଡିତ କରି ରଖିବା ପାଇଁ, ଯେପରି ଖଣ୍ଡିତ ହେବାକୁ ନଦେବେ, ସେଥିପାଇଁ ସେ ତାଙ୍କର ସମସ୍ତ ପ୍ରଚେଷ୍ଟା କରିଛନ୍ତି। କୌଣସି ପ୍ରଚେଷ୍ଟାରେ ସେ ଢିଲା ଦେଇନାହାନ୍ତି। ତାର ଉତ୍ସକୁ ଯାଇଛନ୍ତି, ତା ପଶ୍ଚାତରେ ରହିଥିବା କାରଣକୁ ସେ ଯୋଉ କାରଣଟି ସକାଶେ ଉପରେ ଘଟଣା ଘଟେ ତାକୁ ସିଏ ଯେମିତି ନିର୍ବାପିତ କରିଦେବେ। ତାର ଗୋଟେ ଉଦାହରଣ ଆମେ ଦେଖିଥିବା, ଯେତେବେଳେ ଆଚାର୍ଯ୍ୟ ଚାଣକ୍ୟଙ୍କର ଚାଲୁଥିଲା ସିରିଏଲ, ସେତେବେଳେ ଗୋଟେ ଘଟଣା ଦେଖିଥିଲେ ଯୋଉଟା କି ଆମର କେତେ ଗୋଟେ କଥା ମନେ ରଖିବା। ସେ ବାଟରେ ଯାଉଛନ୍ତି, କଣ୍ଟାଟିଏ ତାଙ୍କ ଗୋଡରେ ଫୁଟି ଯାଉଛି, କଣ୍ଟାଟିଏ ଗୋଡରେ ତାଙ୍କର ଫୁଟି ଯାଉଛି। ଆମେ ସାଧାରଣତଃ କଣ୍ଟାଟିଏ ଗୋଡରେ ଫୁଟିଗଲା, ସେ କଣ୍ଟାଟାକୁ ଫୋପାଡ଼ି ଦେଲେ, ସରିଗଲା। ସେ କଣ୍ଟାଟାକୁ କୋଉଠି ଫୋପାଡନ୍ତି ତାକୁ ବି କେହି ନଜର କରନ୍ତିନି। ଏମିତି ଫୁଟିଗଲା ନା, କାଢିଲେ ଫୋପାଡ଼ି ଦେଲେ। କିନ୍ତୁ ସିଏ ଦେଖିଲେ ସେ କଣ୍ଟାଟିକୁ ତ କାଢିଲେ, ତାକୁ ନେଇକିରି ତା ପର କାର୍ଯ୍ୟଟା କଣ କଲେ? ତା ପର କାର୍ଯ୍ୟ କଲେ ଯେ କଣ୍ଟାଟା କୋଉଠୁ ଆସିଛି ଆଗ ଖୋଜିଲେ, ଦେଖିଲେ ଯେ ସେଠି ଗୋଟେ ଗଛ ଅଛି। ସେ ଗଛଟା ଯୋଉଟା କି କଣ୍ଟା ଗଛଟା ରହିଛି, ସେଇ ବାଟ ଦେଇ ଅନେକ ଲୋକ ଯିବା ଆସିବା କରୁଛନ୍ତି, କିନ୍ତୁ ସେ କଣ୍ଟା ଗଛକୁ କେହି କାଢୁନାହାନ୍ତି। ତାଙ୍କୁ ହଇରାଣ ହେଇନାହାନ୍ତି, ଏବଂ ଯିଏ ବି ହଇରାଣ ହେଇଛି ସେ କଣ୍ଟାଟା କାଢିଲା, ଫୋପାଡ଼ି ଦେଲା। ଇଏ କହିଲେ ନା ନା, ତାର ଜଡରୁ ତାକୁ କାଢିକି ଫିଙ୍ଗିବେ। ଜଡରୁ କାଢି କେମିତି ଫିଙ୍ଗିବେ? ତେଣୁ ସେ କଣ କରୁଛନ୍ତି, ସେଠୁ କ୍ଷୀର କିଣିକି ଆଣୁଛନ୍ତି, ଯୋଉ ମଠା ତାକୁ କହୁଛନ୍ତି, ମାନେ କ୍ଷୀର ବସେଇକିରି ଯୋଉ ଅଧିକ ଗରମ ହେଇସାରିଲା ପରେ ରାବିଡିର ପୂର୍ବ ଅବସ୍ଥା କହିବାକୁ ଗଲେ ଚଳିବ, ଯେ ଅଧିକ ଗରମ କନସେନଟ୍ରେଟେଡ କ୍ଷୀର ମଠା ସେ କିଣିକି ଆଣୁଛନ୍ତି, କିଣିକି ଆଣିକି ସେ ଗଛ ମୂଳରେ ଢାଳୁଛନ୍ତି। ଯେତେବେଳେ ତାଙ୍କ ଶିଷ୍ୟମାନେ ପଚାରୁଛନ୍ତି ଯେ ଗୁରୁଦେବ, ଆପଣ ଇଏ କ୍ଷୀର କିଣିକି ଆଣିକି ପଇସା ଦେଇକିରି ଆପଣ ଗୋଟେ କଣ୍ଟା ଗଛ ମୂଳରେ ପକଉଛନ୍ତି ନା, କାହିଁକି? ଏମିତି ପାଗଳାମି, ଆମ ଭାଷାରେ ଏଇଟା ପାଗଳାମି। ସେ କହୁଛନ୍ତି ଏ କଣ୍ଟା ଗଛଟି ପୁରା ସମ୍ପୂର୍ଣ୍ଣ ମୂଳରୁ ଉତ୍ପାଟିତ ହେଇଯିବା ଉଚିତ। ଯଦି ଏ କଣ୍ଟା ଗଛଟି ରହିଲା, ତାର ଟିକେ ବି ଯଦି ବଞ୍ଚିକି ରହିଲା, ତେବେ ତାହା ପୁଣି ବଡ ହବ ଏବଂ ପୁଣି ବଡ ହେଇକରି କଣ୍ଟା ଅନ୍ୟମାନଙ୍କୁ ଫୁଟିବ। ତେଣୁ ଗଛଟାକୁ ମୂଳରୁ, ତାମାନେ ପ୍ରତ୍ୟେକ ଘଟଣାର ଜଡରେ ଯୋଉଟା ରହିଛି, ଯୋଉଟା ତାର ଉତ୍ସ, ସେଉଠୁ ତାକୁ ତଡିକି ବିଦା କରିବା ବା ତାକୁ ପ୍ରତ୍ୟାଖ୍ୟାନ କରିବା। ସେଥିରେ କୌଣସି ପ୍ରକାର ପକ୍ଷପାତିତା
କୌଣସି ପ୍ରକାରର ଅଗ୍ରରୁଚି, କୌଣସି ପ୍ରକାରର ଜ୍ଞାନ ଗାରିମା ଉପଲବ୍ଧି କୁ ମାଡି ବସିକି ଧରିବାଟା ହଉଛି ସେଇଆ। ତାମାନେ ତାକୁ ଜଡରୁ କାଢି ଫିଙ୍ଗିବେ। ତାମାନେ ଆପଣଙ୍କର ଯୋଉ ଜ୍ଞାନ ଯୋଉ ଗାରିମା ରହିଛି ତାକୁ ସବ ଆପଣ ମନେ ରଖିବେ ଯେ ତାହା ହଉଛି ଆପେକ୍ଷିକ ଜ୍ଞାନ ଏବଂ ସେଥିରୁ ମୁକ୍ତ ହବା ଦରକାର। ଆଉ ଗୋଟେ କଥା ମନେ ରଖିବା, ଆମେ ଖାଲି ଏତିକି କହି ସାରିବା ଯେ ଯେ ପର୍ଯ୍ୟନ୍ତ ଆମର ଶୃଙ୍ଖଳା, ଆମର ପ୍ରଚେଷ୍ଟା, ଆମର ସଂକଳ୍ପ ଅପ୍ଟିମମ୍ ଲେବୁଲ ନ ହେଇଛି, ମାନେ ଯେତେ ସମ୍ଭବ ସର୍ବୋତ୍ତମ ଭାବେ ପ୍ରଚେଷ୍ଟା ଆମେ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଅନ୍ତରାତ୍ମା ସହିତ ଆମର ସମ୍ପର୍କ ଘନୀଭୂତ ହବା, ଏକତ୍ವ ଲାଭ କରିବା ବହୁତ ସମୟ ଲାଗିବ, ବହୁତ ସମୟ ଲାଗିବ। ତେଣୁ ଆମର ପ୍ରଚେଷ୍ଟା ରହିବ ଯେ ଆମେ ଯେତେ ଶୀଘ୍ର ଅନ୍ତରାତ୍ମାକୁ ଆବିଷ୍କାର କରିପାରିବା ଏବଂ ଅନ୍ତରାତ୍ମାର କଥା ଶୁଣିବା। ଅନ୍ତରାତ୍ମାର କଥା ଶୁଣିବାକୁ ହେଲେ ମନ ପ୍ରାଣର ଗତିବିଧି, ମନ ପ୍ରାଣର ଯୋଉ ସାମର୍ଥ୍ୟ, ତାକୁ ସବୁ ଶାନ୍ତ କରିବାକୁ ପଡିବ। ମା, thank you all, Araber.